ବୁଝୁଛି ନିୟମ ବଚାଅ ତମ କଥା ବୁଝିବି ମୁନା କଥା ବୁଝିବି ଘର କଥା ବୁଝିବି କଣ ସମୟ ଲାଗିବନି ମୁନା ସାର୍ କହିଛନ୍ତି ପ୍ରୋଗ୍ରାମ 10 ଟାରେ ଆରମ୍ଭ ହବ। ଏତେ ବେଳକୁ ଲଗାଇ 1000 ବାର କହି ସାରିଲଣି ହଉ ଶୀଘ୍ର ବାହାର। ମୁନା ବାହାରିଲୁ କିରେ? ହଁ ପା ଏଇ ତ ବାଟଟା ହେଇଛି। ବାହାରେ ଛିଡ଼ା ହେଇଛୁ ତୁ ବ୍ୟାଗରେ ବସିକି ଦେଖିଲୁ ବାହାରେ ଛିଡ଼ା ହେଇଛୁ କଣ ଦଉଛୁ କିରେ? ଯାହା ସେ ଟିଭି ଛାଡ଼ି ଦେଲାଣି ମୋ ସଂସାର। ତୁ ଆଉ ବେଶୀ କହନା ତୁ ତ ଦେଖଲେ ଗଜ ଗଜ ବାଜା ଜଣା। ନା ମ ଆଉ ଗଜ ଗଜ ହେବିନି ପାଠ ସବୁ ଚୁଲିକି ଗଲାଣି ପୁଅ ଏଠି ବସି ଖାଲି ଟିଭି ଦେଖୁଥିବ। ଆଉ ତମେ ଟିକେ ସାଇଡ ତୁ ଚୁପ ରହିଲ। ଜାଣିଛ ବାପା କଣ କିରେ? ଆଜି ଆମ ସ୍କୁଲ ଭଳି ଆଉ କେତୋଟି ସ୍କୁଲରେ ଆଜି ରୂପାନ୍ତରଣ ଆଜି ହୋଇଛି। ସତରେ କିରେ? ମୁଁ ଦେଖିଲୁ ଏଇଠି ଏଇଠି କର। ଦେଖିଲୁ କିଏ ଗୋଟେ ଭୋଟ କରିଲାଣି? କିଏ? ଅଙ୍କଲ ନମସ୍କାର। ନମସ୍କାର ନମସ୍କାର। ଆଜ୍ଞା ନମସ୍କାର। ନମସ୍କାର। ଆଉ କୁଆଡ଼େ ଆସିଥିଲେ? ଆପଣଙ୍କୁ ଟିକେ ଦେଖା କରିବାକୁ ଆସନ୍ତୁ ଆସିଥିଲି। ଆସନ୍ତୁ। କଣ ଟିଭି ଦେଖୁଥିଲେ କି? ହଁ ଆଜ୍ଞା ଏଇ ଗଭର୍ଣ୍ଣମେଣ୍ଟ ସ୍କୁଲର ରୂପାନ୍ତରଣ ସବୁ 5T ରୂପାନ୍ତରଣ ଚାଲିଛି। 5T? ସେଇଟା ପୁଣି କଣ? ଆରେ ଆପଣ ଜାଣିନାହାନ୍ତି କି ଆମ ଗଭର୍ଣ୍ଣମେଣ୍ଟ ସ୍କୁଲର ପୁରା କେତେ ବଡ଼ ରୂପାନ୍ତରଣ ସବୁ ହେଲାଣି? କି ରୂପାନ୍ତରଣ କି ମତେ ଟିକେ କହନ୍ତେ ନାହିଁ। ରୂପାନ୍ତରଣ ଏବେ ପିଲାମାନଙ୍କୁ ସମୟ ସହିତ ତାଳ ଦେଇ ଚାଲିବା ପାଇଁ ସ୍କୁଲ ମାନଙ୍କରେ ଡିଜିଟାଲାଇଜେସନ କରାଯାଉଛି। ସେଇଟା ପୁଣି କଣ? ଡିଜିଟାଲାଇଜେସନ ଏବେ ସାଇନ୍ସ ଡେ ଅଛି ସ୍କୁଲ ମାନଙ୍କରେ ଇ ଲାଇବ୍ରେରୀ ଫ୍ରି ଇଣ୍ଟରନେଟ ତାପରେ ପିଇବା ପାଇଁ ସ୍ୱଚ୍ଛ ଜଳ ଶୌଚାଳୟ ଏବଂ ସ୍ମାର୍ଟ ବୋର୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି। ସ୍ମାର୍ଟ ବୋର୍ଡ ସେଇଟା ପୁଣି କଣ? ଶୁଣିଲ ଏ ସରପଞ୍ଚ ପୁରା ଆସିଲେଣି ଚା ଟିକେ ଆଣ। ହଁ ଆଣୁଛି ଏ ମଣିଷ ମାନେ ଅନ୍